ଆଲିଗଡ଼ ଚିନି ମିଲ୍ରେ 1100 କ୍ୱିଣ୍ଟାଲ ଗାଏବ। କର୍ତ୍ତୃପକ୍ଷ କହିଲେ ମାଙ୍କଡ଼ ଖାଇଗଲେ। ଆସନ୍ତୁ ଜାଣିବା ଏହାର ସର୍ଭିସେସ ଖବର ବିଷୟରେ। ଉତ୍ତରପ୍ରଦେଶର ଆଲିଗଡ଼ ସାଥାଠାରେ ଥିବା ଏକମାତ୍ର ଚିନି କଳରେ 1100 କ୍ୱିଣ୍ଟାଲ ଚିନି ଦୁର୍ନୀତି ମାମଲା ସାମ୍ନାକୁ ଆସିଛି। ବର୍ଷରେ ପ୍ରାୟ 35 ଲକ୍ଷ ଚିନି ଭାସିଯାଇ ମାଙ୍କଡ଼ ଖାଇଥିବା ସୂଚନା ମିଳିଥିଲା। ତେବେ ଏହି ଚିନି କଳ 26 ମାସ ହେଲା ବନ୍ଦ ରହିଛି। ଏବେ ଏହି ମାମଲାର ତଦନ୍ତ ରିପୋର୍ଟ ଆସିବା ପରେ ଗୋଦାମ ରକ୍ଷକଙ୍କ ସମେତ 2 ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଆଲିଗଡ଼ କିଷାନ ଚିନି କଳରେ ଚିନି ଦୁର୍ନୀତିର ଏକ ମାମଲା ସାମ୍ନାକୁ ଆସିଛି। 30 ଦିନରେ 35 ଲକ୍ଷ ଟଙ୍କା ତଥା 1100 କ୍ୱିଣ୍ଟାଲ ଚିନି ମାଙ୍କଡ଼ ଖାଦ୍ୟ ରେକର୍ଡରେ ଦର୍ଶାଯାଇଛି। ଅଡିଟ୍ ରିପୋର୍ଟରେ ଏହି ଘଟଣା ସାମ୍ନାକୁ ଆସିଛି। ଏହି ମାମଲାରେ ମ୍ୟାନେଜର, ଆକାଉଣ୍ଟ ଅଫିସରଙ୍କ ସମେତ 6 ଜଣ ଦୋଷୀ ସାବ୍ୟସ୍ତ ହୋଇଥିଲେ, ଯାହାପରେ ସରକାର ଏହାର ତଦନ୍ତ କରିଥିଲେ। ତଦନ୍ତ ରିପୋର୍ଟରେ ଥାନା ଜବାବରେ ଭାରପ୍ରାପ୍ତ ଗୋଦାମ ରକ୍ଷକଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଚିନି କଳ ଷ୍ଟୋର କିପର କହିଛନ୍ତି ଯେ ଅଡିଟ୍ ଟିମ୍ ଗେଷ୍ଟ ହାଉସରେ ବସି ମନ ଇଚ୍ଛା ଅଡିଟ୍ କରିଛନ୍ତି। ଯେଉଁ ପରିମାଣର ଚିନି କମ୍ ବୋଲି କୁହାଯାଉଛି ଠିକ୍ ନୁହେଁ। ମିଲ୍ ଭିତରେ ଥିବା ଗୋଦାମର ସଟର ଭାଙ୍ଗି ଯାଇଛି, ଛାତରୁ ପାଣି ବାହାରୁଛି। ସେହି ମାଙ୍କଡ଼ମାନେ ଖାଇ ଗୋଦାମରେ ଚିନି ବିସ୍ତାର କରିଛନ୍ତି। ଛାତ ଦେଇ ବର୍ଷା ପାଣି ତଳକୁ ଖସି ଆସୁଥିବାରୁ 528 କ୍ୱିଣ୍ଟାଲ ଚିନି କମିଛି। ଅଡିଟ୍ ଟିମ୍ 1100 କ୍ୱିଣ୍ଟାଲ ଚିନି କମ୍ ରିପୋର୍ଟ କରିବା ଭୁଲ ଅଟେ।